जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आमर पंचांग सीरीज को आगू बढ़े नहीं चलवा पंचांग सीरीज क्रम आम नंदा तिथि भद्रा तिथि सारीचे नंदा तिथि कौन कौन काम करा जाई परियो भद्रा तिथि कौन हाँ भद्रा तिथि कौन कौन काम करा जाई परियो आज आम पढ़िबा जया तिथि विषय जया तिथि कौन कौन काम करा जाई पारि तो चलंतु आरंभ करिबा जया तिथि अच्छा ये तिथिर ना हूँ जया माने जय ଏଇ ଭଳିଆ ଆମେ ଆକୁ ଇଣ୍ଟରପ୍ରିଟ କରିବା ସର୍ବପ୍ରଥମେ କହି ରଖେ ଏ ଜୟା ତିଥି କୋଉ କୋଉ ଗୁଡାକ ଜୟା ତିଥି ଠିକ ଅଛି ତୃତୀୟା ତୃତୀୟା ପରେ ନେକ୍ସଟ ଜୟା ତିଥି କଣ ଆସିବ ଅଷ୍ଟମୀ ଠିକ ଅଛି ତାପରେ ତ୍ରୟୋଦଶୀ କ୍ଲିୟର ଏଇ ତିଥି ଗୁଡାକୁ ଆମେ ଜୟା ତିଥି ବୋଲି କହିବା ଏଇଟା କ୍ଲିୟର ହେଇଗଲି କି ଏଇ ତିଥି ଗୁଡାକୁ ଆମେ ଜୟା ତିଥି ବୋଲି କହିବା ତ ଏଇ ତିଥିରେ ଆମେ କଣ କଣ କାମ କରିପାରିବା ଏଇ ତିଥିରେ ଆମେ ସେନା ଚାଳନ ନୂଆ ଜିନିଷ ଶିଖିବା ଯୁଦ୍ଧ କରିବା ଶସ୍ତ୍ର ଚାଳନା ଶିଖିବା ଏବଂ ଶସ୍ତ୍ର ଚଲାଇବା ଠିକ ଅଛି ଶସ୍ତ୍ର ବନାଇବା ଯାତ୍ରା କରିବା ଏଟାକୁ ଆମେ ଯୁଦ୍ଧ ଯାତ୍ରା ବି କହିପାରିବା ଯୁଦ୍ଧ ଯାତ୍ରା ବିଜୟ ଯାତ୍ରା ମୁଁ ଏଟାକୁ ଧୀରେ ଧୀରେ ସବୁ ଏକ୍ସପ୍ଲେନ କରିବି ଗୋଟେ ଗୋଟେ ହୁଁ ହୁଁ। ଆଜି ଭାଇ ଶୁକ୍ଳ ଉତ୍ସବ ତ୍ରୟୋଦଶୀ ଅଛି ବୋଧେ। ହଁ ମୁଁ କହୁଛି ସବୁ ଗୋଟେ ଗୋଟେ ଆସୁଛି ଉତ୍ସବ କରିବା ଗୃହ ତିଆରି କରିବା ଗୃହ ନିର୍ମାଣ ଔଷଧ ତିଆରି କରିବା ଭେଷଜ ପଦାର୍ଥ ଯୋଉ ଔଷଧ ତିଆରି କରିବା ନୂତନ ବାଣିଜ୍ୟ ଆରମ୍ଭ କରିବା ଠିକ ଅଛି ଆଗ ସର୍ବପ୍ରଥମେ ଆପଣ ମାନେ ବୁଝି ଯାଆନ୍ତୁ ଜୟା ତିଥିର ନାଁ ହଉଛି ଜୟା ମାନେ ଇଏ ଜୟ କରିବ ସବୁ ଜିନିଷରେ ଏ ତିଥିରେ କୋଉ କୋଉ କାମ ଗୁଡାକ ଶୁଭ ଏ ତିଥିରେ ସେନା ଚାଳନ କରିବା ସେନା ଚାଳନ କରିବା ମାନେ ଗୋଟେ ଅର୍ଡର ଦବା କି ଏଇ ଜାଗାକୁ ଯାଇକି ଅପରେସନ ଟାକୁ ସକ୍ସେସଫୁଲ କର ଏଇଟା କେବଳ ସେନା ଚାଳନ ହିସାବରେ ନିଅ ନାହିଁ ତମ ଅଣ୍ଡରରେ ଯୋଉ ଲୋକମାନେ ଅଛନ୍ତି କୌଣସି କାମ କରିବାକୁ ସେମାନେ ବାହାରୁଛନ୍ତି ସେଇ ପରିପ୍ରେକ୍ଷୀରେ ବି ଏଇ ଜିନିଷଟାକୁ ଇଣ୍ଟରପ୍ରିଟ କରାଯାଇ ପାରିବ ନୂଆ ଜିନିଷ ଶିଖିବା ନୂଆ ଜିନିଷ କଣ ଶିଖିବା ନା ଯୋଉ ଶିକ୍ଷା ଶିଖିବା ଦ୍ଵାରା ଆମକୁ ହେଲ୍ପ ହବ କି ଆମେ କୌଣସି ଜିନିଷରୁ ମୁକ୍ତି ପାଇପାରିବା ଦେଖନ୍ତୁ ବିଦ୍ୟା ଏମିତି ଗୋଟେ ଧନ ସେଇଟା କେହି କାହାଠୁ ଚୋରେଇକି ନେଇପାରିବେ ନାହିଁ ଏବଂ ଯୋଉ ବିଦ୍ୟା ଶିଖିବା ଦ୍ଵାରା ଆପଣଙ୍କୁ ଗୋଟେ ଯୋଗ୍ୟତା ପ୍ରାପ୍ତ ହୁଏ ଏବଂ ସେ ଯୋଗ୍ୟତା ପ୍ରାପ୍ତ ହେଇସାରିବା ପରେ ଆପଣ ମାନେ କଣ କରନ୍ତି ନା ସେଥିରୁ ଧନାର୍ଜନ କରିବାକୁ ସକ୍ଷମ ହେଇପାରନ୍ତି ସେଇ ଶିଖିବାଟା ଜୟା ତିଥିରେ ହେଲେ ନୂଆ ଜିନିଷ ଶିଖିବାଟା ବା ଏବେ ଯୋଉ ମେକ୍ ଇନ୍ ଇଣ୍ଡିଆ ପ୍ରୋଗ୍ରାମ ଆସୁଛି ସେଟା ଶିଖିବା ଦ୍ଵାରା ତାର ସ୍କିଲ୍ ଡେଭଲପମେଣ୍ଟ ହଉଛି ଏଇଭଳି ଆପଣ ଏମିତି କିଛି ଜିନିଷ ଶିଖିବେ ଯୋଉଥିରୁ ଆପଣ ଯୋଗ୍ୟତା ପ୍ରାପ୍ତ ହେଇ ତା ଦେହରୁ କିଛି ଧନାର୍ଜନ କରିପାରିବେ
ସେଇଟା ଆପଣ ଜୟା ତୃତୀୟା ତୃତୀୟା ଅଷ୍ଟମୀ ତ୍ରୟୋଦଶୀରେ କରିବେ। ଯୁଦ୍ଧ କରିବା, ଯୁଦ୍ଧ କରିବା ମାନେ ଫାଇଟ୍ ବ୍ୟାକ୍। କେବଳ ସେନା ସେନା ଭିତରେ ଯୁଦ୍ଧ କରିବାଟା ଯୁଦ୍ଧ ନୁହେଁ। ଏ ଜୀବନ ହଉଛି ଗୋଟେ ଯୁଦ୍ଧ। ଏ ଜୀବନରେ ଯୋଉ ଚ୍ୟାଲେଞ୍ଜେସ୍ ଆସୁଛି ତାକୁ ଓଭରକମ କରିବା ପାଇଁ ଆମେ ଯୋଉ ପ୍ରୟାସଟା କରୁଛୁ ତାକୁ ଯୁଦ୍ଧ ବୋଲି କୁହାଯାଏ। ଏବେ ସେଇ ଜିନିଷ ଗୁଡାକୁ ଆମେ ଶିଖିବା ବା ସେଇ ଜିନିଷ ଗୁଡାକୁ ଓଭରକମ କରିବାକୁ ଯୋଉ ଚେଷ୍ଟା କରିବା, ତାର ଆରମ୍ଭ ବି ଧର କିଏ ନିଶାସକ୍ତ ଅବସ୍ଥାରେ ରହୁଛି, ତାକୁ ସେ ଚାହୁଁଛି କି ମୁଁ ନିଶାଟା ଛାଡେ, ବଟ ସେ ଛାଡି ପାରୁନି, ସେ ନିଶାକୁ ଯୁଦ୍ଧରେ ହାରି ଯାଉଛି। ତେଣୁ ଏଇ ତିଥରୁ ଯଦି ସେ ଗୋଟେ ଶପଥ ଟାଇପ ର ନିଏ ବା ନିଶା ନିବାରଣ କେନ୍ଦ୍ରକୁ ଯାଏ, ଯୁଦ୍ଧ କରୁଛି ସେ ତାର ପ୍ରବୃତ୍ତି ଏଗେନଷ୍ଟରେ। ଖାଲି ସ୍ଥଳ ଭାଗରେ କାହାକୁ କିଏ ମାଡ କରିଦେଲା ସେ ଯୁଦ୍ଧ ନୁହଁ, ଏଇଟା ଅନ୍ତଃକରଣର ଯୁଦ୍ଧକୁ ବି ଦମନ କରିବା, ପ୍ରବୃତ୍ତି ଦମନ କରିବାକୁ ଯୋଉମାନେ ଚେଷ୍ଟା କରନ୍ତି ସେମାନେ ଏଇ ତିଥିରେ ପ୍ରବୃତ୍ତି ଦମନ କରିବାକୁ ଚେଷ୍ଟା କରିପାରିବେ। ଶସ୍ତ୍ର ଚାଳନା ଶିଖିବା, ଶସ୍ତ୍ର ଚାଳନା ଶିଖିବା ମାନେ କେବଳ ଖଣ୍ଡା ତରୁଆଲ ଆଉ ଗନ୍ ଆମୁନିସନ ଶିଖିବା ନୁହଁ। ଶସ୍ତ୍ର ମାନେ ପେନ୍ ବି ଗୋଟେ ଶସ୍ତ୍ର, ପେନ୍ ବି ଗୋଟେ ଶସ୍ତ୍ର। ଗୋଟେ କଲମିନିଷ୍ଟ ଗୋଟେ ଖବର କାଗଜ ବାହାରୁଛି, ତାକୁ କେତେ ଜଣ ପଢୁଛନ୍ତି? ନ୍ୟୁଜ ଆସୁଛି, କେତେ ଜଣ ତାକୁ ପଢୁଛନ୍ତି, ଦେଖୁଛନ୍ତି? ସେଇ ନ୍ୟୁଜ ଯେତେବେଳେ ଫେକ୍ ନ୍ୟୁଜ ହଉଛି, ସେତେବେଳେ ପ୍ରୋପାଗାଣ୍ଡା ହେଇକି ଇନଫରମେସନ ୱାରଫେୟାର କୁ କନଭର୍ଟ ହେଇଯାଉଛି। ଗୋଟେ ମିସ୍ ଇନଫରମେସନ ଯେତେବେଳେ ପାସ୍ ଆଉଟ ହେଇଯାଉଛି ପବ୍ଲିକ ଡୋମେନରେ, ସିଏ ବି ଗୋଟେ ଶସ୍ତ୍ରର ରୂପ ନେଉଛି, କାରଣ ଇଟ୍ ଇଜ ଆଫେକ୍ଟିଂ ମାଇଣ୍ଡ, ମଣିଷକୁ ମଣିଷର ମନକୁ ଇମ୍ପାକ୍ଟ କରୁଛି। ତେଣୁ ଇଏ ବି ମାନେ ଯୋଉ ମିସ୍ କମ୍ୟୁନିକେସନ କରିବା, ଦେଖନ୍ତୁ ଗୋଟେ ମିସ୍ କମ୍ୟୁନିକେସନ ହଉଛି ଗୋଟେ ଜାସୁସ ମିସ୍ କମ୍ୟୁନିକେସନ କରିକି ତାର ଦେଶ ପାଇଁ କି ଇନଫରମେସନ ନେଇ ଆସୁଛି। ସିଏ କଣ ୟୁଜ କରୁଛି? ତାର ବ୍ରେନ ୟୁଜ କରୁଛି, ତାର ବ୍ରେନ ଟାଇମ ସେଇ ଟାଇମରେ ତା ପାଇଁ ଶସ୍ତ୍ର। ତେଣୁ ଆପଣ ଏଇ ଯୋଉ ଛୋଟ ଛୋଟ ପରିଧି ଦିଆଯାଇଛି, ଏହାର ଡୋମେନ ଗୁଡାକ ବହୁତ ହି ବଡ ବଡ। ତେଣୁ କେବଳ ଆପଣ ଯଦି ଏଇ ଜିନିଷଟାକୁ କେବଳ ଶାସ୍ତ୍ରରେ ସୀମିତ କରିକି ରଖିଦେବେ, ତାହେଲେ ଆପଣ ସେ ଜିନିଷର ବିଗର ଡୋମେନକୁ ବୁଝିପାରିବେ ନାହିଁ। ଠିକ ଅଛି? ତେଣୁ ଏମିତି ବିଜୟ ଯାତ୍ରା କରିବା, ଉତ୍ସବ କରିବା, ଗୃହ ନିର୍ମାଣ କରିବା, ଔଷଧ ତିଆରି କରିବା, ଅନ୍ତର ବାଣିଜ୍ୟ, ଏହାର ଡୋମେନ ବହୁତ ବଡ ବଡ। ଔଷଧ ତିଆରି କରିବାର କଣ ଡୋମେନ ହେଇପାରିବ? ନା ଏମିତି କିଛି ଜିନିଷ ଆମେ ବନେଇବା ଯାହା ଆମକୁ ରୋଗରୁ ବା ଶରୀର ର ଯନ୍ତ୍ରଣାରୁ ମୁକ୍ତି ପ୍ରଦାନ କରିବ। ଧର କିଏ ଗୋଟେ ପହେଲମାନ ଅଛି, ତା ପାଇଁ ଦରକାର ସେ ରୋଜ ବାଦାମ ଖାଇବ, ଗୋଟେ ଛତୁଆ ପିଇବ ସବୁ ମିକ୍ସ କରିକି। ତା ପାଇଁ ଔଷଧଟା କଣ? ତା ବଡିକୁ ମେଣ୍ଟେନ କରିବା ପାଇଁ ଔଷଧଟା କଣ? ସେ ଛତୁଆଟା। ତାହେଲେ ଛତୁଆ ଫୁଟିବ କୋଉଥିରେ? ନା ଜୟା ତିଥିରେ। ଏଇଟା ଗୋଟେ ମୁଁ ଏକ୍ସାମ୍ପଲ ଦଉଛି। ନ୍ୟୁ ବିଜନେସ ଷ୍ଟାର୍ଟ କରିବ, ସେଟା ଜୟା ତିଥିରେ କଲେ ତା ପାଇଁ ଭଲ। ଏବେ ଆମେ ଦେଖିବା ଯେ ତୃତୀୟା ତିଥି କୋଉ କୋଉ ପାଇଁ ମଙ୍ଗଳ। ମୁଁ ଆପଣ ମାନଙ୍କୁ ମୂଳରୁ, ଯେତେବେଳେ ଆପଣ ଯଦି ଭିଡିଓଟାକୁ କଣ୍ଟିନ୍ୟୁଅସଲି ପଞ୍ଚାଙ୍ଗର ସିରିଜ ଯଦି ଆପଣ କଣ୍ଟିନ୍ୟୁଅସଲି ନ ଦେଖିବେ, ମଝିରୁ ମଝିରୁ ଦେଖିବେ, ଆପଣ ତାର ଯୋଉ ଓରିଜିନାଲ ଜିନିଷଟାକୁ ବୁଝିପାରିବେ ନାହିଁ। ତେଣୁ ଯୋଉମାନେ ପଞ୍ଚାଙ୍ଗ ସିରିଜର ମୂଳ ପାର୍ଟ ଗୁଡା ଦେଖିନାହାନ୍ତି, ସେଗୁଡା ଦୟାକରି ଯାଇ ତାର ପ୍ରିଭିୟସ ଗୁଡା ଦେଖନ୍ତୁ, ତାର ଆପଣଙ୍କର କନସେପ୍ଟଟା ଧୀରେ ଧୀରେ କ୍ଲିୟର ହେଇଯିବ। ମୁଁ ଆପଣଙ୍କୁ କହିଛି ଯେ ଶୁକ୍ଳ ପକ୍ଷର ପ୍ରତିପଦାରୁ ଶୁକ୍ଳ ପକ୍ଷର ପଞ୍ଚମୀ ପର୍ଯ୍ୟନ୍ତ ପ୍ରାୟତଃ ଶୁଭ ସମୟ ରହେ ନାହିଁ। ତେଣୁ ଏଇ ଯୋଉ ତୃତୀୟ କଥା କୁହାଯାଇଛି, ଏଇଟା କୃଷ୍ଣ ପକ୍ଷର ତୃତୀୟାରେ ଶୁଭ। ଆଉ ଅଷ୍ଟମୀ, ଅଷ୍ଟମୀଟା ବୋଥ କୃଷ୍ଣ ପକ୍ଷ ଏବଂ ଶୁକ୍ଳ ପକ୍ଷରେ ଆପଣ ଚୁଜ କରିପାରିବେ। ତ୍ରୟୋଦଶୀରେ ଆପଣ କେବଳ ଶୁକ୍ଳ ପକ୍ଷ ଚୁଜ କରିବେ। ଏଇଟା କ୍ଲିୟର ହେଇଗଲେ କି ଆପଣ ମାନେ? ତେବେ ଆଜିର ସେସନରେ ଆମେ ଜାଣିଲେ ଯେ କୋଉ କୋଉ ସେସନ, କୋଉ କୋଉ ମାନେ ଜୟା ତିଥିରେ ଆମେ କୋଉ କୋଉ କାମ କରିବା, କୋଉ କୋଉ କାମ ଆମେ ଜୟା ତିଥିରେ କଲେ ଆମେ ଲାଭବାନ ହେଇପାରିବା। ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।